ପିଲାମାନେ ଶୁଭ ସକାଳ। ସମସ୍ତେ ଭଲ ଅଛ? ତାହେଲେ ଆମେ ଅଙ୍ଗନବାଡି ଆଜି କଣ ପାଇଁ ଆସିଛୁ? ପଢିବା ପାଇଁ। ଆଜି ଆମେ କଣ ପଢିବା? ଫୁଲ ଓ ପତ୍ର ଆମେ ଚିହ୍ନିବା ହେଲା। ହଁ, ଫୁଲ ପତ୍ର ଚିହ୍ନିବା। ମୁଁ ସବୁ ଏ ସବୁ ଫୁଲ ଅଛି, ପତ୍ର ବି ଅଛି। ଏଟା କୋଉ ଫୁଲ ସବୁ ନାଁ କହିବା, ନାଁ ଜାଣିବା, ତା ବିଷୟରେ ଜାଣିବା। ପତ୍ର ବି ଅଛି, ତାର ନାଁ ତା ବିଷୟରେ ସବୁ ଜାଣିବା ହେଲା। କୋଉ ପତ୍ରର କୋଉ ଗୁଣ ସବୁ ରହିଛି, କୋଉଟା ଔଷଧୀୟ ପତ୍ର ହେଲା, କୋଉଟା ଆମର ମାନେ କଣ ଜୀବନରେ ସବୁ ଯୋଉ ଆମେ ସବୁ କାମ କରୁଛୁ, କଣ ସବୁ ଦରକାର, କୋଉ କୋଉ ପତ୍ର ଦରକାର, କଣ ପାଇଁ ଦରକାର, ତାକୁ ସବୁ ଆମେ ଜାଣିବା ହେଲା। ତାହେଲେ ପିଲା କହିଲ ଏଇ ଫୁଲ ନାଁ ହେଲା କଣ? ଜିନିଆ ଫୁଲ। ଆଉ ଇଏ ହେଲା କଣ? ଜିନିଆ ଫୁଲର ପତ୍ର। ଏଇଟା ହେଲା କଣ? ଲଟା କନିଆରୀ। ଆଉ ଏଇଟା ହେଲା କଣ? କନିଆରୀ। ଏଇଟା ନୀଳ ଅପରାଜିତା। এই ফুলের নাম কଣ? ଧଳା ଅପରାଜିତା। ଟଗର ଫୁଲ। ଗଙ୍ଗଶିଉଳି ଫୁଲ। ଏଇଟା ହେଲା ନାଲି ମନ୍ଦାର। ଏଇଟା ହେଲା କଣ? କନିଆରୀ ଗଛର ପତ୍ର। ଏଇଟା ଆମ୍ବ ପତ୍ର। ଏଇଟା ପୋଇ ପତ୍ର। ଏଇଟା ଗୋଟେ ସୋ ଗଛର ପତ୍ର। ଏଇଟା ହେଲା ନଡ଼ିଆ ପତ୍ର। ମନ୍ଦାର ପତ୍ର। ଟଗର ପତ୍ର। ଇଏ ହେଲା କଦଳୀ ପତ୍ର। ସଜନା ପତ୍ର। ଏଇଟା ତେଜ ପତ୍ର। ପିଜୁଳି ପତ୍ର। ଭୃଷଙ୍ଗ ପତ୍ର। ବେଲ ପତ୍ର। ଇଏ ହେଲା ଲିମ୍ବ ପତ୍ର। ଗଙ୍ଗଶିଉଳି ପତ୍ର। ଜୁଆଣି ପତ୍ର। ତୁଳସୀ ପତ୍ର। ତାହେଲେ ଆମେ ସବୁ ପତ୍ର ଫୁଲର ନାଁ ଜାଣିଲୁ। କହିଲ ପିଲା ଏଇଟା ହେଲା କୋଉ ଫୁଲ? କହିଲ ଦେବୁ। ଜାଣିନ? ନା ଏଇଟା ହେଲା କୋଉ ଫୁଲ? କେତେ କହିଲ? ହଁ, ଜିନିଆ ଫୁଲ। ତାପରେ କହିଲ ରିଷି କହିଲ ଏଇଟା କୋଉ ଫୁଲ? କହିଲ ଆଜି ସେଇଟା କୋଉ ଫୁଲ? କହିଲ ଏଇଟା କିଏ କହିଲ? ଯୋଉ ସୋନା କହିଲ ଏଇଟା କୋଉ ଫୁଲ? କିଏ ଜାଣିଛ ଏ ଫୁଲ ନା? ଲଟା କନିଆରୀ। କହିଲ ସାନୁ କହିଲ ଏଇଟା କୋଉ ପତ୍ର? କଦଳୀ ପତ୍ର। ଭେରି ଗୁଡ୍। ତାହେଲେ ଏଇଟା କହିଲ ସୋନା ଏଇଟା କୋଉ ପତ୍ର? ନଡ଼ିଆ ପତ୍ର। ଭେରି ଗୁଡ୍। ତମେ କହିବ ହେଲା। କହିଲ ସୋନାଲି ଏଇଟା କୋଉ ପତ୍ର? ଭେରି ଗୁଡ୍। କହିଲ ଦେବୁ ଏଇଟା କୋଉ ପତ୍ର? ବେଲ ପତ୍ର। ବେଲ ପତ୍ର ହେଲା କୋଉ କୋଉ ଗୁଣ ଅଛି କହିଲ? ବେଲ ପତ୍ରର ଔଷଧୀୟ ଗୁଣ ଅଛି। ଏକୁ ଖାଇଲେ କଣ ହେବ? ଯୋଉ ଗ୍ୟାସ୍ ହୁଏ, ପେଟରେ ଯୋଉ ଗ୍ୟାସ୍ ହୁଏ, ସେ ରୋଗ କଣ ଦୂର ହୁଏ, ଆଉ ପେଟ ମଧ୍ୟ ସଫା ରହେ। କହିଲ ଏଇଟା କୋଉ ପତ୍ର? ଏଇଟା କଣ ହୁଏ? ହଁ, ଏଇଟା କଣ କରି ରୋଷେଇ କରି ଖାଆନ୍ତି ହେଲା। ଏକୁ କୋଉଥିରେ ରୋଷେଇ କରନ୍ତି କହିଲ? କୋଉଥିରେ ପଡେ ଇଏ? ଡାଲି, ଖଟା ହେଲା। ଆଉ କହିଲେ ଏଇଟା କୋଉ ପତ୍ର? ଗଙ୍ଗଶିଉଳି ପତ୍ର। ଏଇ ପତ୍ରକୁ ବାଟି ପିଇଲେ କଣ ହବ? ଜର ଭଲ ହୁଏ ହେଲା। ଆଉ ଏଇଟା କହିଲ ଏଇଟା ତୁଳସୀ ପତ୍ର। ଭେରି ଗୁଡ୍। ତୁଳସୀ ପତ୍ର ଖାଇଲେ କଣ ହବ? ଏଇଟା ବି କଣ ଔଷଧୀୟ ଗୁଣ ଅଛି ଆର? ଜ୍ୱର ଥଣ୍ଡା ହେଲେ ଖାଆନ୍ତି, କାଶ ବି ହେଲେ ଖାଆନ୍ତି ହେଲା। ଆଉ ଏଇଟା ହେଲା କଣ? ଜୁଆଣି ପତ୍ର। ଜୁଆଣି ପତ୍ର କଣ? ସିଏ ବି ସେଇ ପେଟ ରୋଗ ପାଇଁ ବି ଖାଆନ୍ତି। ଆଉ କହିଲ ଏଇଟା କୋଉ ପତ୍ର? ଲିମ୍ବ ପତ୍ର। ଲିମ୍ବ ପତ୍ରରେ ବି ଔଷଧୀୟ ଗୁଣ ଅଛି। ଚର୍ମ ରୋଗ ପାଇଁ ତାକୁ ବାଟିକି ଲଗାନ୍ତି ହେଲା। ଲିମ୍ବଟା କେମିତି ଲାଗେ? କେମିତି ଲାଗେ? ପିତା ଲାଗେ। ଭେରି ଗୁଡ୍। ପିତା ଲାଗିଲେ କଣ ହବ? ପାଟିକି ସିନା ପିତା ଲାଗେ, କିନ୍ତୁ ଦେହ ପାଇଁ ଭଲ। କହିଲେ ଏଇଟା କୋଉ ପତ୍ର? ପିଜୁଳି ପତ୍ର। ପିଜୁଳି ପତ୍ରରେ ବି ଔଷଧୀୟ ଗୁଣ ଅଛି। ପିଜୁଳିର ଯୋଉ କଅଁଳିଆ ପତ୍ର ସେଟାକୁ ବାଟିକି ଖାଇଲେ କଣ ଝାଡା ରୋଗ ହୁଏ, ତ କଣ ଝାଡା ରୋଗ ଭଲ ହୁଏ। କଦଳୀ ପତ୍ରରେ କଣ ହୁଏ?
ଦିଅନ୍ତି। ଏଇଟା କୋଉ ପତ୍ର କହିଲ? ସଜନା ପତ୍ର। ସଜନା ପତ୍ର କଣ କରନ୍ତି? ଖାଆନ୍ତି। କଣ କରିକି? ଶାଗ କରିକି ଖାଆନ୍ତି। ହେଲା, ଆକୁ ଖାଇଲେ ବି ଆର ବି ବହୁତ ଔଷଧ ଗୁଣ ଅଛି। କଣ ଯାକୁ ଖାଇଲେ ଯୋଉ ବ୍ଲଡ ପ୍ରେସର ଯୋଉ ଥାଏ କମିଯାଏ। ହେଲା, କହିଲେ ଏଇଟା କୋଉ ପତ୍ର? ପତ୍ର କଣ କରନ୍ତି? ଆକୁ ମଧ୍ୟ ରୋଷେଇ କରି ଖାଆନ୍ତି। ହେଲା, ତାପରେ କହିଲେ ଏଇଟା କୋଉ ପତ୍ର? ଆମ୍ବ ହେଲା କଣ ଆମର ଜାତୀୟ ଭେରି ଗୁଡ, ଜାତୀୟ ଫଳ। ଜାତୀୟ ଫଳର ପତ୍ର ଏଇଟା। ହେଲା, ତାପରେ କହିଲା ଏଇଟା ହେଲା କଣ? ନଡ଼ିଆ ପତ୍ର। ହଉ ତାହେଲେ ଆମେ ପତ୍ର ଆଉ ଫୁଲ ବିଷୟରେ ଜାଣିଲୁ। ହେଲା, ଫୁଲ ତ କଣ ଆମେ ଫୁଲ ବି କିଛି ଫୁଲ ଅଛି ଆମେ ଠାକୁର ପୂଜା କରୁ, ରୋଷେଇ କରି ମଧ୍ୟ ଖାଉ। ଆଉ କଣ ତାର ଔଷଧ ଗୁଣ ବି ଅଛି କେତେକ ଫୁଲରେ। ଏଇ ଅପରାଜିତା ଫୁଲରେ ବି ଔଷଧୀୟ ଗୁଣ ଅଛି। ହେଲା, ତାହେଲେ ପତ୍ର ଆଉ ଫୁଲ ବିଷୟରେ ଆମେ ଜାଣିଗଲୁ। ଧନ୍ୟବାଦ।